ଆମର ନାଉ କଟା ସରିଯାଇଛି। ନାଉଟା ସକାଳେ ହବ। ନାଉ କଟା ସରିଗଲା। ବାକି ଏତିକ ଡାଲମାର ପରିବା। କଦଳୀ ଆଳୁ ପଡ଼ିବ କେତେ କହିଲୁ? ଫାଳେ ହେଲା। ଆଳୁ ହେଉଛି ଫାଳେ। ଖରାବେଳେ ଡାଲମା ହବ। ମା ବେଶୀ ଖାଉନି, ମତେ ସବୁ ଖାଇବାକୁ ପଡୁଛି। ଭୋକ ଲାଗିଲାଣି ମତେ। ମୁଁ ସେୟା ଚୁଡ଼ା ଭଜା ନ ଖାଇଲେ ଅଥୟ। ପରିବା କଟା ପରିବା ହଉଛି ସକାଳ ଖାଇବାରେ ନାଉ। ଆରେ ଶୁଭୁଛି? ଦେଖିଗଲୁ ଏଟା ତ ଏଡେ ବଡ ନାଉଟା। ନାଉ କଟା ହବ ସକାଳ ଲାଗି। ଦେଖୁଛୁ କି? ଆଗକୁ 3 ଥର କରିବା କି? ବଡଟା ବା ହେଇଛି। ହଁ ପାଟି ଜମା କରନା। 3 ଥର। এইটা 2 ଥର ହବ। ଏଇଟା ଥରେ ହେଇଯିବ ଆଜି ସକାଳ ବେଳା ଖାଲି ଖିଆ ହବ। ଇଏ ବି କେତେ ହେଲାଣି ଆସି ବଡ ନାଉଟା। ଆଜି କିଛି ପରିବା ପତ୍ର କଟା ହେଇପାରୁନି ଏପର୍ଯ୍ୟନ୍ତ। କଟକ ଯିବା କଥା। ଆମ ଘରମଣି ଦେହ ଅସୁସ୍ଥ ଭାରି ଜୋର କାଲି ରାତିରେ। ଆଜି କଟକ ଯିବା କଥା। ଡାକ୍ତରଙ୍କ ନମ୍ବରଟା ଏପର୍ଯ୍ୟନ୍ତ ହେଇପାରୁନି। ତେଣୁ ଡାକ୍ତରଙ୍କ ନମ୍ବର ହେଲେ ସେଇ ହିସାବରେ ପନିପରିବା କଟା ହବ ଖରାବେଳ ଲାଗି। ବର୍ତ୍ତମାନ ରୁଟି ଖାଇବା ଲାଗି ତାକୁ ବ୍ୟବସ୍ଥା କରିଦେବା। ନାଉଟା କାଟି ସନ୍ତୁଳା ହବ। ଖାଲି ବିଲାତି ପଡ଼ିକିରି ବିନା ବାଟଣରେ ସନ୍ତୁଳା ହବ। ରୁଟି ଖିଆ ହବ। ନାଉ ସିଜିନ୍ ଏ ବର୍ଷ ଆରମ୍ଭ ହେଲା। ନାଉ ପ୍ରାୟ ଚାଲିବ ଶୀତ ଦିନ ତମାମ। ନିଶ୍ଚିତ ମୁଁ ଗୋଟାଏ ନାଉ ଆଣିବି ପ୍ରତି ସପ୍ତାହରେ 2-3 ଦିନ ଖିଆ ହୁଏ। ଆଜିଠୁ ଆରମ୍ଭ ହେଲା ଆମର ନାଉ ଖାଇବା ଏ ସିଜିନରେ। ନାଉ ମତେ ଭାରି ଭଲ ଲାଗେ। ନାଉଟା ଭାରି ଭଲ ଜିନିଷ। ଲାଉ ତାର ଆକ୍ଚୁଆଲି ହଉଛି ଲାଉ। ଆମେ ସବୁ ଗ୍ରାମାଞ୍ଚଳରେ ନାଉ ନାଉ କହୁ ଆଉ ନାଉ ଆଉ କିନ୍ତୁ ତାର ଲେଖା ଶବ୍ଦ ହଉଛି ଲାଉ। ଲାଉକୁ ଆମେ ନାଉ। $50 ନେଇଛି ଏ ଗୋଟିଏ ନାଉ। ଫେର ମୁଁ ନାଉ କହିଦେଲି। ମୋର ଅଭ୍ୟାସ ବି ନାଉ। ଲାଉ ବି ନୁହଁ ନାଉ ମୁଁ କହୁଛି। ଆଉ ସେ $50 ନେଇଛି। ଗାଧେଇ ସାରି ଖାଇସାରି ଆଜି ଯଦି ନମ୍ବର ନହେଲା ପରିବାପତ୍ର ଟିକେ କଟା ହବ। ଶାଗ ଆଜି ଆସିଛି। ଶାଗ ଟିକେ ଭଜା ହବ। ଗାଧୁଆ ବେଳେ ଆଉ ଟିକେ ଡାଲମା କରିଦେବା ଆଜି। ଆଉ କଲରା ଗୁଡ଼ା ଆସି ଶୁଖୁଛି। କଲରା ଭଜା ହବା କଥା ଆଜି। ଏତେ ଜିନିଷ କରିବାକୁ ତାକୁ ତ ଦେହ ତାର ଖରାପ। କାଲି ପ୍ରବଳ ଦେହ ଖରାପ ହେଲା। ରାତି ସାରା ବ୍ୟସ୍ତ ହେଉଛି। ଖାଇନି ଜମାରୁ ଦିନମାନ। ସିଏ ଡାକ୍ତର ପରିବର୍ତ୍ତନ କରିବାକୁ ବାଧ୍ୟ। କଟକରେ ଜଣେ ଡାକ୍ତର ଅଛନ୍ତି ମେଡ଼ିସିନ ସ୍ପେଶାଲିଷ୍ଟ ସିନିୟର ଲୋକ ପ୍ରସନ୍ନ ଦାସ। ତାଙ୍କ ପାଇଁ ନମ୍ବର ଲାଗି ଚେଷ୍ଟା କରାହେଇଛି। ଆମର ଭୁବନେଶ୍ୱରରୁ ଆସି ଇନଫର୍ମେସନ ପହଞ୍ଚିଲା। ପ୍ରିୟଙ୍କା ବିଷୟ ଦେଇଛି ଗୋଟେ ନମ୍ବର। ସେ ନମ୍ବରଟି ସେ ଧରୁନାହାନ୍ତି। ସେ ବାବୁ ବିଜି ଅଛନ୍ତି ଯାଙ୍କର ଯିଏ ନମ୍ବର କରନ୍ତି। ଆଉ ଜଣେ ବାବୁ ଦେଲେ ବିଜୟ ବାବୁ। ସିଏ ମଧ୍ୟ କହୁଛନ୍ତି ଟିକେ ପରେ କ'ଣ ନମ୍ବରଟି ଯଦି ଆଜି ହେଇଯାନ୍ତା ତାହେଲେ ଆଜି ଆମେ ପଳେଇ ଯାଆନ୍ତୁ ବୋଲି ଚିନ୍ତା କରିକିରି ସେଇ ହିସାବରେ ଖାଲି ସକାଳ କାଟୁଛି। ଦେଖିବା ଗାଧେଇ ସାରି ନିତ୍ୟକର୍ମ ସାରି ହବ। ଯଦି ନମ୍ବରଟା ଯଦି ହେଇଗଲା ତାହେଲେ ଆଉ ଅସୁବିଧା କିଛି ନାହିଁ। ପଳେଇବା କଥା। ପରିବାପତ୍ର କାଟି ରୋଷେଇବାସ କଲେ ଆଉ ଯାଇ ହେବନି। ମେନ୍ ହେଉଛି ତାକୁ ଡାକ୍ତର ଟିକେ ଦେଖେଇଲେ। ବଡ଼ ମୋତେ ହଇରାଣ କଲାଣି। ସକାଳୁ ଉଠିକିରି ମୁଁ ଗଲା ଘର ଖରକୁଛି। ସେ ତା କାମ ଯାକ କରିଦିଏ। ଚା କଲି। ଘର ଦ୍ୱାର ବାଡ଼ି ଏଗୁଡ଼ା ସବୁ ଖରିକିବାକୁ ପଡ଼ୁଛି ମୋତେ। ତା କାମ ଗୁଡ଼ା ସେ କରିଦିଏ। ମୋତେ ଚିନ୍ତା ପଡ଼େ ନା କିଛି। ତା ଦେହଟା ଭଲ ସିନା ରହିଲେ ସେ କାମ କରିବ। ଦେହ ତ ଖରାପ ଆଉ
କାମ କଣ କରିବା ସେ ଏଭଳିଆ କଥା। ବିଲାତି ବାହାର କଲୁ? ବିଲାତି ସେ ଯୋଉ ଏବେ ଯୋଉ ବିଲାତି ଆସିଥିଲା ରେଡ କଲର ବଡ ବଡ ସେଇଥିରୁ ପୁରା ପକା, ସେଟା ବେଶୀ ଦିନ ରହିବନି। ବିଲାତି ପକା, ରସୁଣରେ ଛୁଙ୍କ, ରସୁଣ ନାହିଁ କହୁଛୁ ଜମାରୁ? ଆଜିଟା କରିଦେ, ମୁଁ ଆଜି ଆଣିବି ଆଉ ରସୁଣ ଛୁଙ୍କ ହବ ଏଥିରେ। ବସେଇ ଦେ, ମୁଁ ଯାଉଛି ମୋ କାମ ସାରେ, କ୍ଷୀର ଫିର ଆଣେ, ଅଟା ଦଳେ, ଫୋନ କରିବା ଶେଷ ପର୍ଯ୍ୟନ୍ତ କଣ ହଉଛି। ମୋ 10ଟା ପର୍ଯ୍ୟନ୍ତ ମୁଁ ତାଙ୍କୁ ଫୋନ କରିବି, 10ଟା ଭିତରେ ଯଦି ହେଇଗଲା ତାହେଲେ ଯିବା, ନହେଲେ ପରିବା କଟା ହବ। ପରିବା କଟା ହବ କଣ, ଶାଗଟା କାଟିବାକୁ ବହୁତ ସମୟ ଲାଗିବ। କଣ କହୁଛୁ ପାର୍ଥ? କଣ ପ୍ୟାଣ୍ଟ ସାର୍ଟ ପିନ୍ଧି କୁଆଡେ ଯାଉଛୁ କି ଆଜି ବୁଲିବାକୁ? ସ୍କୁଲ? ଆଉ ତମେ କଣ ସବୁ ଫୁଲ ପ୍ୟାଣ୍ଟ ପିନ୍ଧି ଗଲଣି ଆଜିକାଲି? ଆଜି କଣ କି ବେଳାବେଳି? ବାପା ଆଉ ବାଡିରେ କଣ ଲଗା ହେଲା ନା ନାଇଁ ଏପର୍ଯ୍ୟନ୍ତ କିଛି ହେଇନି? ହଣା ହବ। ହଉ ଟାଣ ହେଇଯାଇଛି, ଟାଣ ହାର୍ଡ ହେଇଯାଇଛି। ନା ଆগে ଟିକେ ହାଣି ଦେଇଛି, ପାଣି ପକେଇଲେ ଟିକେ ନରମ ହବ। ଆମ ବାଡିରେ ଏ ବର୍ଷ କିଛି ଲଗା ହେଇପାରନି, ଏପର୍ଯ୍ୟନ୍ତ ଡେରି ହେଲାଣି। ତା ବାପା ସବୁବେଳେ କାମ ବ୍ୟସ୍ତ, ସେ କଣ କରିବ? ଆମର ଖାଇବା କୋଶଳା ଶାଗ ଯେତେବେଳେ ସବୁ ସରିଯାଇଥିବ ମାର୍କେଟରେ, ଆମେ ସେତେବେଳେ ଖାଇବା ନାହିଁ ଲାଷ୍ଟ ବେଳକୁ। ଯେତେବେଳେ କେହି ପଚାରୁନଥିବେ ଶାଗ, ଖାଇ ଖାଇ ଅର୍ଥୁ ହେଇଯାଇଥିବ, ଶେଷ ଆଡକୁ ଖାଇବା ଆଉ। ମାନେ ଆମ ଶାଗ କେତେବେଳେ କାମ ଦବ କହିଲୁ? ଶାମ୍ବ ଦଶମୀ କି, ସମ୍ବରକୁ। ବାଡ଼ିରେ କିଛି ପଡିପାରିନି ଏପର୍ଯ୍ୟନ୍ତ, ତାକୁ ସମୟ ହଉନି, ରାତିଟା ତାର କରେ। ଏ ପୁଳା ହେଲାଣି, ଏଇ ବି ଖାଇକିରି ସକାଳେ ଆଉ ରହିବ, ରାତିକି ଟିକେ ରଖିଦେଲେ ଖାଇବା ରୁଟିରେ ଆଉ। ଗୋଟେ ନାଉ 3 ଥର ଆମର ହବ। ପୁଳାଏ ହେଇଗଲାଣି। ଆଉ ଡାଲମା ଲାଗି ଟିକେ କଟା ହବ, ଶାଗ ଟିକେ ଭଜା ହବ, କଟା ହବ, ତ ଡେରି ହବ ଏଗୁଡାକ। ନା ଏ ପାଖ ହଉଛି ନା ସେ ପାଖ ହଉଛି, ସେ କିଛି ନମ୍ବର ଧରୁନାହାନ୍ତି। କଣ କରିବା, ସକାଳେ ହବ। ନାଉ ଗୋଟା ସରିଗଲା, ବାକି ଏତିକ ଡାଲମାର ପରିବା। କଦଳୀ ଆଳୁ ପଡିବ କେତେ କହିଲୁ? ଫାଳେ। ହେଲା, ଆଳୁ ହଉଛି ଫାଳେ। ଖରାବେଳେ ଡାଲମା ହବ, ମା ବେଶୀ ଖାଉନି, ମତେ ସବୁ ଖାଇବାକୁ ପଡୁଛି। କଦଳୀ ଗୋଟାଏ ପଡିବ, ବନ୍ତଳ କଦଳୀ ଗୋଟାଏ, ଅଳ୍ପ ଟିକେ କଖାରୁ, ଏ ତୁ ଆଣିଲୁ ଆଉ ଗୋଟେ କାମ କଲୁ, ଆଉ ଟିକେ କଖାରୁ ଆଣିଲୁ, ଛୋଟିଆ ଟିକେ କାଟି ଆଣିଲି। ସେ ଫ୍ରିଜରୁ ଟିକେ କଖାରୁ ଦିଅ ମତେ, ଶୁଭୁଛି? ଗୋଡ଼ ହାତ ଚାଲୁନି। କଖାରୁ, ଅମୃତଭଣ୍ଡା ଫାଳେ, ସାରୁ ଗୋଟିଏ, ବିଲାତି ଗୋଟିଏ, ଆଉ ଟିକେ କଖାରୁ ପଡିବ। ସେ ଡାଲମା ହେଲେ ବେଶିକିରି ସେ ଖାଉନି, ମୋ ପାଇଁ ରଖିଦଉଛି ରାତିକି। ଟିକେ ନାକୁ ଖାଲି କଖାରୁ ମତେ ଦେଇଦେଲୁ ନା, ଆଉ ଟିକେ ଆଣେ କଖାରୁ, ମୁଁ ଅଳ୍ପ ଟିକେ କାଟେ। ମତେ ଭୋକ ଲାଗିଲାଣି, ତେବେ ମୁଁ ଚୁଡ଼ା ଭଜା ଖାଇବି। ଫଳ ବାହାରୁ କରୁନୁ ନା, ଫଳ ବି ଖାଇ ହଉନି, ଫ୍ରିଜରେ ପଇଛି। ମତେ ଭୋକ ଲାଗିଲାଣି ସକାଳୁ, କଖାରୁ ଆଉ ଟିକେ ଆଣେ। ପାର୍ଥ, ଆଜି ସକାଳେ କଣ ଖାଇଲୁ? ଖାଇନୁ? ଆରେ ଏଇଟା ଇଏ ହଉଛି ଆଉ ଗୋଟା, ସେ ପୁରୁଣାଟା ଥରେ ଆଣିଲୁନୁ। ହଁ, ପୁରୁଣା ଗୋଟା ଅଛି ବା, ଏଇଟା ନେଇଯା, ଏଇଟା ନେଇଯା। ଏଇଟା ନୂଆ ଏବେ ଆସିଛି, ପୁରୁଣା ଗୋଟା ଅଛି ଫ୍ରିଜ ଭିତରେ, ଡବାରେ ଅଛି। ଆମ ଘରେ କାହିଁ ବସିବ? ତା କାମକୁ ଯିବୁ ନା ଆମ ଘରେ ବ? ଆମ ଘରେ ବସିଲେ କଣ ତାକୁ ତୁ ଖାଇବାକୁ ଦବୁ?
ସେ ପୁରୁଣା କଖାରୁଟା ଆଣେ ଆଉ ଟିକେ ପକେଇବା ଅଳ୍ପ। ଶାଗ ଏତିକି କାଟିବାକୁ ମୋତେ ସମୟ ନେବ, ଏଇଖା ଟାଇମ୍ ବହୁତ ନେଇଯିବ। ଅଧା ଖଣ୍ଡେ କାଟିଦବା। ସାରୁ ଗୋଟାଏ, ଆଳୁ ଫାଳେ, ବିଲାତି, ଏଇ ବିଲାତି ଶୁକୁଛି, ବିଲାତି ନବୁ, ଏଇ ବିଲାତି ବୁଝିଲୁ, ହେଇ ପଚି ଯାଇଛି। କାଲି ଆସୁ ଆସୁ ଏଗୁଡ଼ା ଭଲ ବିଲାତି ଦେଲାନି ସେ, ୟାକୁ ନାଉରେ ପକେଇବୁ। ହଁ ମୁଁ ରଖୁଛି, ରଖୁଛି। ପରିବା ଟିକେ କମ୍ ନ କାଟିଲେ ସେ ବହେ ଖଣ୍ଡେ କାଟିଦେଇ ଯିବେ ଯଦି ଗଲା। ସେ ଖାଉନି, ମତେ ସବୁଯାକ ଭୋଗେଇବ, ମୋ ପାଖେ ଥୋଇଦେବ ଆଣିକି ଖୋଇକିରି ଫେର ରାତିକି ରଖିଦେବ ବହେ। ଅଳ୍ପ କାଟିଲେ ଖାଇଦେବୁ, ଖରାବେଳେ ସରିଯିବ, ଗଲା। ଶାଗ ଭଜା ହବ, ଡାଲମା ହବ ଖରାବେଳ ପାଇଁ। ଏବେ ନାଉ ତରକାରୀ, ରୁଟି ଖିଆ ହେଇଯିବ, ସରିଲା କାମ। ଡାକ୍ତର ଆପଏଣ୍ଟମେଣ୍ଟ କଥା କହିଲେଣି ବୁଧବାରକୁ ଯାଇକିରି, ବୁଧବାରେ କର, କାଲି ପାଇଁ ନାହିଁ, ବୁଧବାରେ କହିଲେଣି କ'ଣ ମତେ, କାଲି କହିବେ। କ'ଣ କହିବ, 3 ଦିନ ପୂର୍ବରୁ ବି ତାଙ୍କ ଆପଏଣ୍ଟମେଣ୍ଟ ହେଇପାରୁନି ତାଙ୍କ ଦ୍ୱାରା। ଜଣା ପଡୁଛି ଡାକ୍ତରଙ୍କର ଭଲ ଡାକ୍ତର ନିଶ୍ଚିତ ହେଇଯିବେ। 3 ଦିନ ପୂର୍ବରୁ ଯାହାର ନମ୍ବର ହଉଛି ସେ ଡକ୍ଟର ନିଶ୍ଚିତ ଭାବରେ ଭଲ ହେଇଥିବେ। ବୁଧବାର ଯିବା, ବୁଧବାର ଗଲେ ଯାଇକିରି ଖିଆପିଆ ସାଡ଼େ ହବ ଆଉ। ଝିଅ ପାଖରେ ପରହାପ୍ସ 11ଟାରୁ 3ଟା ହେଉଛି ତାଙ୍କର ଦେଖିବା ସମୟ ଡାକ୍ତରଙ୍କର। ପ୍ରସନ୍ନ କୁମାର ଦାସ, ଭୁବନେଶ୍ୱରରେ ବୋଧେ ଖିଆ ହବ ଲାଗୁଛି ଆଉ, ଝିଅ ପାଖରେ ଆଉ ଖାଇଲା ଭଳିଆ କାହିଁ କୋଉଠି ଲାଗୁନି। ଏ ରେଡି, ଡାଲମା ଲାଗି ଏତିକି ପରିବା ରେଡି ହେଇଗଲା, ଠିକ ଅଛି। ଏ ରହିଲା ରଖିବା। ମେନ୍ ହେଲା ଶାଗ କାଟିବାଟା, ଏଇଖିନା ଟାଇମ୍ ନେଇଯିବ, ସମୟ ନେଇଯିବ ଶାଗ କାଟିବାକୁ। 3 ବିଡ଼ା ଶାଗ କଟା ହବ, ଏଇ ବର୍ତ୍ତମାନ ଟାଇମ୍ ନେବ। କ'ଣ କରିବା, ଗତ ଶାଗଟା ଇଲାଷ୍ଟିକରେ ବନ୍ଧା ହେଇଥିଲା, ଇଏ ତାର ଯାହା କଦଳୀରେ ବାନ୍ଧି ଦେଇଛି। ଏ ଛୋଟିଆ ଛୋଟିଆ ଶାଗ ଗୁଡ଼ାରେ, ବହୁତ ଛୋଟିଆ ଶାଗ, ବହୁତ ସମୟ ନେବ ଇଏ ମତେ। ପୁରା ମିନି ଶାଗ, ଘଣ୍ଟାଏ ଲାଗିଯିବ ଏଇଠି ମତେ। ଭୋକ ଲାଗିଲାଣି ମତେ, ମୁଁ ସେୟା ଚୁଡ଼ା ଭଜା ନ ଖାଇଲେ ଅଥୟ। ଟିକି ଟିକି ଶାଗ ଗୁଡ଼ା ବୁଝିଲୁ, ବାଛିବାକୁ ପଡୁଛି ନା, କାଟିଦିଅ। ଆଡୁ ସାଡୁ କେତେ ରକମ ଜିନିଷ ପଶିଛି ତା ଦେହରେ, ଦେଖିଛୁ? ତୁ ତ ଖାଲି କହିଦେଲେ ହେଇଗଲା, ଆଉ ତୁ କହିଦେଲେ ହେଇଗଲା। କେତେ ରକମ ପଶିଛି, ମଳିଆ ଫଳିଆ ଅମୁକ ଧମୁକ ସବୁ, ତା ମୂଳରେ ଦୁନିଆ ଜିନିଷ ଲାଗିଛି। ଏଇ ଘାସ ବି ଗୋଟେ ଗୋଟେ ଅଛି, ବେଶୀ ଘାସ ନାହିଁ, ଗୋଟେ ଗୋଟେ ଘାସ ବି ଅଛି। ଏ କାଟିବାକୁ ମତେ ଏଇଖିଣା ଘଣ୍ଟାଏ ଲାଗିବ, ମତେ ସାଡ଼େ ଭୋକ କଲାଣି। ମୁଁ ଯଦି ଖାଇଦିଏ, ଚୁଡ଼ା ଭଜା ଖାଇଦେଇ ବସି କାଟିବି। ଆହୁରି ଅଛି ମେନ୍ ଅଟା ଦଳା, ତାକୁ ଯୋଗାଡ଼ କରିବା କଷ୍ଟ। ଏଇ ଶାଗ ଗୁଡ଼ାକ ଦେଲି, ଶାଗ ରଖିଲେ ମୁଁ ମଲି ଆଉ। ଖାଇଦେଲେ ଦିଟା, ମତେ ଭୋକ ଲାଗିଲାଣି।